ନୟାଗଡ଼ ବିଜେପିର ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ। ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ ଅବସରରେ ନୟାଗଡ଼ ବିଜେପି ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନୟାଗଡ଼ ବିଜେପିର ବରିଷ୍ଠ ନେତା ସନ୍ତୋଷ ପ୍ରଧାନ, ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ବସନ୍ତ ପଟ୍ଟନାୟକ, ରାଜ୍ୟ ଯୁବ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଅଜୟ ନାୟକଙ୍କ ଉପସ୍ଥିତିରେ ନୟାଗଡ଼ ବ୍ଲକ କାଳିକା ପ୍ରସାଦ ପଞ୍ଚାୟତର ଯୁବ ନେତା ଅଶୋକ ଭଟ୍ଟ, ସନ୍ତୋଷ ଭଟ୍ଟଙ୍କ ସଂଯୋଜନାରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ମାନପୁର ଗ୍ରାମର ମଧୁକେଶ ମହାଦେବ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସାଧାରଣ ସମ୍ପାଦକ ରଞ୍ଜନ ପଣ୍ଡା ଆଜିର ଦିବସର ମହତ୍ୱ ଉପରେ ଆଲୋକପାତ କରିଥିଲେ। ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଗୁଡ଼ିସାହି ଗ୍ରାମରେ ସଦସ୍ୟତା ଅଭିଯାନରେ ବହୁ ଗ୍ରାମବାସୀଙ୍କୁ ବିଜେପିର ସଦସ୍ୟ କରାଯାଇଥିଲା। ଆଗାମୀ ଦିନରେ ରାଜ୍ୟକୁ ସମଗ୍ର ଦେଶରେ ଏକ ନମ୍ବର କରିବାର ସଂକଳ୍ପ ଏବଂ ସମସ୍ତେ ବିଜେପି ସହ ଯୋଡ଼ି ହେବା ପାଇଁ ସନ୍ତୋଷ ପ୍ରଧାନ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ସୁଭାଷ ଚନ୍ଦ୍ର ସ୍ୱାଇଁ, କୈଳାସ ସାହୁ, ବୃନ୍ଦାବନ ପ୍ରଧାନ, ରାଜୀବ ପଣ୍ଡା, ଭଗବାନ ସ୍ୱାଇଁ, ଶରଚନ୍ଦ୍ର ନାୟକ ପ୍ରମୁଖ ସହଯୋଗ କରିଥିଲେ। ଶିବନାରାୟଣ ଦାସଙ୍କ ରିପୋର୍ଟ, ଖଣ୍ଡପଡ଼ା ବାର୍ତ୍ତା।